ଆସିଛି ଯେ ନାନୀ ମୋ ପାଇଁ ଗୋଟେ ମା ଥିଲା। ଜନ୍ମ ନ ଦେଇଥିଲେ ବି ପାଳନ କରିଥିଲା ଛୋଟ ଦିନରୁ, ତା ସାଙ୍ଗେ ଜୀବନ ଜଡ଼ିତ ଥିଲା। ତେଣୁ କେବଳ ସେଇ ଟାଇମରେ ମୋ ମାଇଣ୍ଡରେ ଏତିକି ଚାଲିଥିଲା ଯେ ମୋ ମା ଯାଇଛି ଆଉ ଗୋଟେ ସନ୍ତାନ ହିସାବରେ ମତେ ନିହାତି ଭାବେ କେଶ ଦାନ କରିବାର ଅଛି, ଯାହା ଆମର ପରମ୍ପରା ଅଛି, ଯାହା ଆମର ଚଳଣି ଅଛି। ଅନେକ ଲୋକ କହିଥିଲେ ଯେ ନାଇଁ ଏ ଜିନିଷଟା ଠିକ ନୁହେଁ, ଗୋଟେ ଝିଅ ହିସାବରେ କେଶ ଦାନ କଲେ ଏଇଟା ହୁଏତ ସଂସ୍କୃତି ପରମ୍ପରାକୁ ଭାଙ୍ଗିଲା ଭଳିଆ ଦେଖାଯିବ, ଯୋଉଟା କି କୌଣସି ଦୃଷ୍ଟିରୁ ଗ୍ରହଣୀୟ ନୁହେଁ। ଜଣେ ସୁନ୍ଦର ଦେଖାଯିବା ପାଇଁ ଚୁଟି ଥିବା ଚୁଟି ନଥିବାର ଆବଶ୍ୟକତା ନାହିଁ, କଳା ଗୋରା ଦେଖାଯିବାର ଆବଶ୍ୟକତା ନୁହେଁ। ଆପଣଙ୍କ ମନ ସୁନ୍ଦର ଅଛି, ଆପଣଙ୍କ ହୃଦୟ ସୁନ୍ଦର ଅଛି, ଆପଣ ଯଦି ନିଜକୁ କନଫିଡେଣ୍ଟ ଲାଗୁଛନ୍ତି ନା ଆପଣ ସୁନ୍ଦର। 10 ଦିନ ଯାଇଥିଲି କେଶ ଦାନ କରିବା ପାଇଁ, କିନ୍ତୁ ସେଠି ଯେତେବେଳେ ମତେ ବାରଣ କରାଗଲା, ମୁଁ କହିଲି ନାଇଁ ଠିକ ଅଛି, ଯଦି ବାରଣ କରାଯାଉଛି, ଯୋଉମାନେ ବାରଣ କରୁଛନ୍ତି ତାଙ୍କର ବୟସ ଅଧିକ ଅଛି, ତେଣୁ ତାଙ୍କ ସାଙ୍ଗେ ଯୁକ୍ତି କରିକି ଠିକ ହବନି ଯେ ତାଙ୍କୁ ଆମେ ଗୋଟେ ଅପମାନିତ କରିବା। ସେଥିପାଇଁ ମୁଁ ତାଙ୍କ ପାଇଁ ଗୋଟେ ମାନସିକ ରଖିଲି। ଆପଣ ଜାଣିଥିବେ ଯେ ଆମେ ମାନସିକ ରଖିକି ବି କେଶ ଦାନ କରନ୍ତି, ଶୈବ କ୍ଷେତ୍ର ଗୁଡ଼ିକରେ ମୁଖ୍ୟତଃ ଏସବୁ ହେଇଥାଏ। ତ ମୁଁ ମାନସିକ ରଖିଥିଲି ଏବଂ ମାନସିକ ରଖିକି ହିଁ ତାର ଯୋଉଦିନ ମାସେ ହେଲା ନାନୀର, ତା ପୂର୍ବରୁ କେଶ ଦାନ କରିଥିଲି। 29ରେ ଅପରେସନ ହେଲା, ସଡନଲି 30 ସେପ୍ଟେମ୍ବର ସକାଳ 5ଟା 5:30 ଭିତରେ ମୁଁ ସେଇଠି ଥାଏ ହସ୍ପିଟାଲ ଆଗରେ, ଚା ପିଇବାକୁ ଯାଇଥିଲି ସକାଳୁ। କଲ୍ ଆସିଲା ଯେ ଇମର୍ଜେନ୍ସି ଅଛି, ତ ଆମେ ଯାଇକି ପହଞ୍ଚିଲା ବେଳକୁ ହଠାତ୍ ତାର ହାର୍ଟବିଟ୍ 0 ହେଇଯାଇଥିଲା। ଡକ୍ଟର୍ସ ତାଙ୍କର ଟ୍ରାଏ କଲେ, ଯାହା ବି ତାଙ୍କର ଟ୍ରିଟମେଣ୍ଟ ଲାଷ୍ଟ ଇଏ ଥାଏ, ସେମାନେ ସବୁ କିଛି ଟ୍ରାଏ କରିଛନ୍ତି, ବଟ୍ ଲାଷ୍ଟଲି ବଡି ଷ୍ଟ୍ରକ୍ଚର ପରେ ସିଏ ମତେ କୋଳରେ ଧରିକି ବଡ କରିଛି। ତାପରେ ଖୁଆଇବା ପିଆଇବା ମଜାମସ୍ତି କରିବା, ମୋ ସାଙ୍ଗେ ଖେଳିବାଠୁ ନେଇକି ମତେ ଅକ୍ଷର ଶିଖେଇବା, ଏକଦମ ସାଙ୍ଗ ଭଳିଆ। ଭଲ ପାଇବା ଲୋକଙ୍କର ଭଲ ପାଇବା ଭରି ହେଇକି ଅଛି ମୋ ପାଖରେ। ତେଣୁ ଏ ସବୁ ଭଲ ପାଇବା ନେଇକି, ମୋ ନାନୀର ଆଶୀର୍ବାଦ ନେଇକି, ମୁଁ ମୋର ସେଲ୍ଫ ସାଟିସ୍ଫାକ୍ସନ ନେଇକି ଯେତେବେଳେ ଦର୍ପଣ ଆଗରେ ଛିଡା ହଉଛି, ଆଗରୁ ସୌମ୍ୟତା ମିଶ୍ର ହେଇକି ଦର୍ପଣ ଦେଖୁଥିଲି, ବର୍ତ୍ତମାନ ତପସ୍ୱିନୀ ଦେବୀର ଝିଅ ସୌମ୍ୟତା ମିଶ୍ର ହେଇକି ଦେଖୁଛି ଦର୍ପଣ, ତେଣୁ ନିଜକୁ ବେଶୀ ସୁନ୍ଦର ଲାଗେ। ଦର୍ଶକ ବନ୍ଧୁ, ଆମ ଓଡ଼ିଆ ମାନଙ୍କର ଅନେକ ରୀତିନୀତି ନିୟମ ପ୍ରଥା ପରମ୍ପରା ରହିଥାଏ। ପର୍ବପର୍ବାଣୀଠୁ ଆରମ୍ଭ କରି ଭଲ ମନ୍ଦ କାର୍ଯ୍ୟ, ବିବାହ ବ୍ରତ, ଶୁଦ୍ଧି କାର୍ଯ୍ୟ ସବୁଥିରେ ରହିଥାଏ। ବିଶେଷ କରି ଯୋଉଟା ଆମେ ଶୁଦ୍ଧି କାର୍ଯ୍ୟ କହିଥାଉ, ସେଠାରେ ପୁଅମାନଙ୍କର ଗୁରୁତ୍ୱ ବହୁତ ରହିଥାଏ। ସମସ୍ତ କାର୍ଯ୍ୟ ପୁଅମାନେ ହିଁ ସମ୍ପାଦନ କରିଥାନ୍ତି। ମୁଣ୍ଡନ ହେବାଠୁ ଆରମ୍ଭ କରି ଯେଉଁ ଟୋଟାଲ 10-12 ଦିନର କାର୍ଯ୍ୟ ରହିଥାଏ, ତାକୁ ପୁଅମାନେ ହିଁ ସମ୍ପାଦନ କରିଥାନ୍ତି। ଆଉ ଝିଅମାନଙ୍କର ହସ୍ତକ୍ଷେପ ଏହି କାର୍ଯ୍ୟରେ ସମ୍ପୂର୍ଣ୍ଣ ନିଷେଧ ଥାଏ। କିନ୍ତୁ ଏହାକୁ ପରିବର୍ତ୍ତନ କରି ଝିଅମାନେ ଯେ ପୁଅମାନଙ୍କଠୁ କୌଣସି କାର୍ଯ୍ୟରେ କୌଣସି ଗୁଣରେ କମ୍ ନୁହନ୍ତି, ଏହାକୁ ପ୍ରମାଣ କରି ଦେଖାଇଛନ୍ତି ସେଭଳି ଜଣେ ଝିଅ, ସେଭଳି ଜଣେ ନାରୀ, ଯିଏକି ତାଙ୍କ ନିଜ ସମ୍ପର୍କୀୟ ପିଉସୀଙ୍କର ଶୁଦ୍ଧି କାର୍ଯ୍ୟରେ ନିଜେ ମୁଣ୍ଡନ ହୋଇଛନ୍ତି, ତାଙ୍କର ସମସ୍ତ କେଶକୁ ତାଙ୍କ ପିଉସୀଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି, ଆଉ ପ୍ରମାଣିତ କରି ଦେଖାଇଛନ୍ତି ଯେ ଝିଅମାନେ ବି ପୁଅମାନଙ୍କ ଠାରୁ କୌଣସି ଗୁଣରେ କୌଣସି କାର୍ଯ୍ୟରେ ବି କମ୍ ନୁହଁ। ଯଦି ପୁଅମାନେ ଶୁଦ୍ଧି କାର୍ଯ୍ୟ କରିପାରୁଛନ୍ତି, ତାହେଲେ ଝିଅମାନେ ବି କରିପାରିବେ। ସେଥିପାଇଁ ତାଙ୍କୁ ଅନେକ ବାଧାର, ଅନେକ ବିରୋଧର ମଧ୍ୟ ସାମ୍ନା କରିବାକୁ ପଡ଼ିଛି, ତଥାପି ସେ ଏହାକୁ ପ୍ରମାଣ କରି ଦେଖାଇଛନ୍ତି। ଆଜି ଆମ ସହ ଅଛନ୍ତି ସୌମ୍ୟଦତ୍ତା ମିଶ୍ର, ଯିଏକି ଆମମାନଙ୍କ ଭଳିଆ ମଧ୍ୟ ଜଣେ ସାମ୍ବାଦିକା। ଦିନେ ସିଏ ଅନ୍ୟମାନଙ୍କର ଇଣ୍ଟରଭ୍ୟୁ ନେଉଥିଲେ, ପ୍ରଶ୍ନର ଆସର ନେଇକି ଯାଉଥିଲେ। ଆଜି ଆମେ ତାଙ୍କ ପାଖକୁ କିଛି ପ୍ରଶ୍ନ ନେଇକି ଆସିଛୁ, କେମିତି ତାଙ୍କୁ ଏସବୁ ପ୍ରମାଣ କରିବାକୁ ପଡ଼ିଥିଲା, କେତେ ବିରୋଧର, କେତେ ବାଧାର ସାମ୍ନା କରିବାକୁ ପଡ଼ିଥିଲା, ସେ ବିଷୟରେ ଟିକେ ତାଙ୍କ ସାଙ୍ଗେ କଥା ହେବା। ମ୍ୟାଡ଼ାମ ନମସ୍କାର, ଏସଟିଭି ସ୍ୱାଗତ କରୁଛି। କେମିତି ଅଛନ୍ତି? ନମସ୍କାର, ଜୟ ଜଗନ୍ନାଥ। ବହୁତ ବଢ଼ିଆ ଅଛି, ଆପଣ କେମିତି ଅଛନ୍ତି? ବହୁତ ବଢ଼ିଆ ଅଛି। ସେଇ କଥାରେ ମ୍ୟାଡ଼ାମ ଆରମ୍ଭ କରିବା। ଯେଉଁ ଶୁଦ୍ଧି କାର୍ଯ୍ୟ ଓଡ଼ିଆମାନଙ୍କର ଯେଉଁଟା ରହିଛି, ପୁଅମାନେ ହିଁ କରିବେ, ପୁଅମାନେ ହିଁ ସବୁ କର୍ତ୍ତବ୍ୟ, ସେ ଯେଉଁ 10-12 ଦିନର ପୁରା ରିଚୁଆଲ ରହିଥାଏ, ପୁଅମାନେ ହିଁ କରିବେ, ଆଉ ଏଥିରେ ଝିଅମାନଙ୍କର ହସ୍ତକ୍ଷେପ ନଥାଏ। କିନ୍ତୁ ଆପଣ ଆପଣଙ୍କ ପିଇସୀଙ୍କ ପାଇଁ ଆପଣଙ୍କର ଭଲ ପାଇବା ଆଉ ତାଙ୍କ ପ୍ରତି ଶ୍ରଦ୍ଧା ସମ୍ମାନ ଯାହା ବି ଆପଣଙ୍କ ମନରେ ଅଛି, ତାକୁ ନେଇ ଆପଣଙ୍କର କେଶକୁ ତାଙ୍କ ପାଇଁ ସମର୍ପଣ କଲେ, ମୁଣ୍ଡନ ହେଲେ। କ'ଣ କହିବେ ସେ ବିଷୟରେ? କେମିତି କ'ଣ କରିଥିଲେ? କେମିତି ବାଧା ଆଉ ସେ ଯେଉଁ ବିରୋଧର ସାମ୍ନା ଆପଣଙ୍କୁ କରିବାକୁ ପଡ଼ିଥିଲା? ଦେଖନ୍ତୁ, ଯେମିତିକି ଆପଣ କହିଲେ ଯେ ଅନେକ ରୀତିନୀତି ରହିଛି, ଅନେକ ପରମ୍ପରା ରହିଛି, ଯାହାକୁ ଆମେ ମାନିକି ମଧ୍ୟ ଆଗକୁ ଚାଲନ୍ତି। ଏବଂ ଆମର ସଂସ୍କୃତିରେ ଯେଉଁ ଶୁଦ୍ଧି କାର୍ଯ୍ୟ ରହିଛି 10 ଦିନ 12 ଦିନର, ସେଥିରେ ଯେ ଝିଅମାନଙ୍କୁ ବାଧା ଦିଆଯାଏ କୌଣସି ବି କାର୍ଯ୍ୟ କରିବାରେ, ହସ୍ତକ୍ଷେପ କରିବାରେ, ୟାର ମାନେ ମୁଁ ତ ସପୋର୍ଟ କରେ ନାହିଁ। ଏଥିପାଇଁ ସପୋର୍ଟ କରେ ନାହିଁ କାରଣ ଯେତେବେଳେ ଘରେ ଜଣେ ଅସୁସ୍ଥ ହୁଅନ୍ତି, ସେତେବେଳେ ସବୁଠୁ ଅଧିକ ଯଦି କାହାକୁ କୁହାଯାଏ ସେବା କରିବା ପାଇଁ, ସିଏ ହେଉଛି ଗୋଟେ ଘରର ଝିଅ ବା ଘରର ବୋହୂ।
ସେମାନେ ସେବା ଯତ୍ନ କରନ୍ତି ଏମିତିକି ମୃତ୍ୟୁ ପର୍ଯ୍ୟନ୍ତ ସେ ଲୋକ ସହିତ ରୁହନ୍ତି କିନ୍ତୁ ଯେତେବେଳେ ସେଇ ଲୋକର ଶୁଦ୍ଧି କାର୍ଯ୍ୟକତା ଆସେ ସେତେବେଳେ କୁହାଯାଏ ଯେ ନାହିଁ ତମେ ଘରର ଲକ୍ଷ୍ମୀ ତମେ ଏଥିରେ ପାର୍ଟିସିପେଟ୍ କରିପାରିବ ନାହିଁ ତ ଏଇ ଜିନିଷ ଏଇ କନସେପ୍ଟକୁ ମୁଁ କେବେ ବି ସପୋର୍ଟ କରେନି ତେବେ ଯେତେବେଳେ ମୋ ନାନୀର କଥା ଆସିଲା ଏତେ ପରମ୍ପରା ଏତେ ଜିନିଷ ଭାବିବାର ମୌକା ମିଳିଲାନି କାରଣ ମୁଁ ସବୁବେଳେ ମାନି ଆସିଛି ଯେ ନାନୀ ମୋ ପାଇଁ ଗୋଟେ ମା ଥିଲା ଜନ୍ମ ନ ଦେଇଥିଲେ ବି ପାଳନ କରିଥିଲା ଛୋଟ ଦିନରୁ ତା ସାଙ୍ଗେ ଜୀବନ ଜଡ଼ିତ ଥିଲା ତେଣୁ କେବଳ ସେଇ ଟାଇମ୍ରେ ମୋ ମାଇଣ୍ଡରେ ଏତିକି ଚାଲିଥିଲା ଯେ ମୋ ମା ଯାଇଛି ଆଉ ଗୋଟେ ସନ୍ତାନ ହିସାବରେ ମୋତେ ନିହାତି ଭାବେ କେଶ ଦାନ କରିବାର ଅଛି ଯାହା ଆମର ପରମ୍ପରା ଅଛି ଯାହା ଆମର ଚଳଣି ଅଛି ସେଇ ହିସାବରେ ବାଧାବିଘ୍ନ କଥା କହୁଛନ୍ତି ବାଧାବିଘ୍ନ ଅନେକ ଆସିଛି ଯଦିଓ ଘର ତରଫରୁ ଆସିନି ମୋତେ ଯେଉଁମାନେ ଭଲ ପାଆନ୍ତି ମୋର ଯେଉଁମାନେ ଫ୍ରେଣ୍ଡସ୍ ଗ୍ରୁପ୍ ଅଛନ୍ତି ତାଙ୍କ ତରଫରୁ କେବେ ଆସିନି କି ମୁଁ ଯେତିକି ଲୋକଙ୍କୁ ବୁଝିଛି ଯେତିକି ଲୋକ ମୋତେ ବୁଝିଛନ୍ତି ତାଙ୍କ ଭିତରେ ଆସିନି ହଁ କିନ୍ତୁ ବାଧାବିଘ୍ନ ବାହାରୁ ଆସିଥିଲା ଅନେକ ଲୋକ କହିଥିଲେ ଯେ ନାଇଁ ଏ ଜିନିଷଟା ଠିକ୍ ନୁହେଁ ଗୋଟେ ଝିଅ ହିସାବରେ କେଶ ଦାନ କଲେ ଏଇଟା ହୁଏତ ସଂସ୍କୃତି ପରମ୍ପରାକୁ ଭାଙ୍ଗିଲା ଭଳିଆ ଦେଖାଯିବ ଯେଉଁଟାକି କୌଣସି ଦୃଷ୍ଟିରୁ ଗ୍ରହଣୀୟ ନୁହେଁ କିନ୍ତୁ ମୋତେ ତ ଆଜ୍ଞା କୌଣସି ଆଡ଼ୁ ଲାଗିଲାନି ଯେ ଆମେ ସଂସ୍କୃତି ପରମ୍ପରାକୁ ଭାଙ୍ଗୁଛେ ଏଥିପାଇଁ ବି ଲାଗିଲାନି ଆମେ ସଂସ୍କୃତି ପରମ୍ପରା କାହାକୁ କହିଥାଉ ନର୍ମାଲି ଯେଉଁ ଜିନିଷଟା ଆମ ଶାସ୍ତ୍ରରେ ଲିପିବଦ୍ଧ ଆମେ ତାକୁ ଯେତେବେଳେ ମାନିଥାଉ ତାକୁ ସଂସ୍କୃତି ପରମ୍ପରା କୁହାଯାଏ କିନ୍ତୁ ଏଭଳି କୌଣସି ଶାସ୍ତ୍ର ନାହିଁ ଯେଉଁଥିରେ ବାରଣ ରହିଛି ଯେ ଗୋଟେ ଝିଅ ଶୁଦ୍ଧିକ୍ରିୟାରେ ପାର୍ଟିସିପେଟ୍ କରିବନି ବା କେଶଦାନ କରିବନି ସାଉଥର କଲଚର ଯଦି ଦେଖିବେ ସେଥିରେ ବି ଝିଅମାନେ କେଶଦାନ କରନ୍ତି ତେଣୁ ଏଭଳିଆ କଲଚର ଯେଉଁଠି ଅଛି ଅଲରେଡ଼ି ଏଇଟା ଆମେ କହିପାରିବା ଯେ ଗୋଟେ ଚଳଣିରେ ଗୋଟେ କୁସଂସ୍କାର ପଶି ଯାଇଥିଲା ବା ଆଜି ବି ସେଇ ଚଳଣିରେ ରହିଆସିଛି ଯାହାକୁ ନେଇ ଝିଅଙ୍କୁ ବାଦ୍ ଦିଆଯାଉଛି ନହେଲେ ତ ଆମର ଶାସ୍ତ୍ର ଯଦି ଲିପିବଦ୍ଧ କରିନି ମୁଁ ଅନ୍ୟ କୌଣସି ବି ଚଳଣିକୁ ମାନିବାକୁ ଚାହେଁନି ଆଜ୍ଞା ମ୍ୟାଡ଼ାମ୍ ଗୋଟେ ନାରୀର ଗୋଟେ ଝିଅର ସୌନ୍ଦର୍ଯ୍ୟ କେଶ ମାନେ କେଶ ତା ସୌନ୍ଦର୍ଯ୍ୟକୁ ଆହୁରି ବଢ଼ାଇଥାଏ ଯେତେବେଳେ ଆପଣ କେଶ ଦାନ କଲେ କେଶ ସମର୍ପିତ କଲେ ଆପଣ ପିଇସା ପାଇଁ ମନରେ ଭାବନା ଆସିନଥିଲା ମୋ ଲୋକ ମୋତେ କେମିତି ଆକ୍ସେପ୍ଟ କରିବେ ସମାଜରେ ମୁଁ ସମ୍ପୂର୍ଣ୍ଣ ମୁଣ୍ଡନ ହେଇସାରିଲା ପରେ କିଏ କ'ଣ କହିବ କିଏ ଥଟ୍ଟା କରିଦେବ କିଏ କ'ଣ କହିଦେବ ସେ ଭାବନା ଆସିନଥିଲା ଆଉ ଆପଣଙ୍କ ସୌନ୍ଦର୍ଯ୍ୟକୁ ନେଇ କିଛି ଭାବନା ଆସିନଥିଲା କାଳେ ମୋତେ ମୁଁ କେମିତି ଦେଖାଯିବି କ'ଣ ହେବ ସେ ବିଷୟରେ କିଛି ଆଜ୍ଞା ଯଦି ସେ ଭାବନା ଆସିଥାନ୍ତା ମୁଁ ଗୋଟେ ଛୋଟ ଏକ୍ସାମ୍ପଲ୍ ଦେବି ତାହେଲେ ମୁଁ ଆଜି ଏଇଠି କମ୍ ସେ କମ୍ ଗୋଟେ ଟୋପି ଲଗେଇ ବସିଥାନ୍ତି କି ମୁଁ ବାହାରକୁ ଗଲାବେଳେ ଗୋଟେ ଟୋପି ପିନ୍ଧିକି ଯାଉଥାନ୍ତି ମୁଁ ଆଜି ବି ଟୋପି ପିନ୍ଧୁନି ମୁଁ ଟୋଟାଲି ସେମିତି ହିଁ ଯାଏ ଫାର୍ଷ୍ଟ କଥା ହେଲା ଯେତେବେଳେ ମୁଣ୍ଡନ ହେଇଥିଲି ବା ଯେତେବେଳେ କେଶଦାନ କରିଥିଲି ସେତେବେଳେ ବିଲକୁଲ ବି ଏ ଭାବନା ଆସିନଥିଲା କାରଣ କେଉଁଠି ନା କେଉଁଠି ପିଇସି ପାଇଁ ଥିବା ସେ ଯେଉଁ ଭଲ ପାଇବା ମୋ ନାନୀ ପାଇଁ ଯେଉଁ ଭଲ ପାଇବା ଥିଲା ସେଇଟା ବୋଧେ ଏସବୁ ଭାବନାଠୁ ଯଥେଷ୍ଟ ଉର୍ଦ୍ଧ୍ୱରେ ଥିଲା ଅଧିକ ଇମ୍ପୋର୍ଟାନ୍ସ ରଖୁଥିଲା ତେଣୁ ଏ ସୌନ୍ଦର୍ଯ୍ୟ ଏସବୁ ଜିନିଷ ମୋ ଆଗକୁ ଆସିନଥିଲା ଦ୍ୱିତୀୟ କଥା ହେଲା ସବୁବେଳେ ମୋ ମାଇଣ୍ଡ ସେଟ୍ ରହିଆସିଛି ଯେ ଜଣେ ସୁନ୍ଦର ଦେଖାଯିବା ପାଇଁ ଚୁଟି ଥିବା ଚୁଟି ନଥିବାର ଆବଶ୍ୟକତା ନାହିଁ କଳା ଗୋରା ଦେଖାଯିବାର ଆବଶ୍ୟକତା ନୁହେଁ ଆପଣଙ୍କ ମନ ସୁନ୍ଦର ଅଛି ଆପଣଙ୍କ ହୃଦୟ ସୁନ୍ଦର ଅଛି ଆପଣ ଯଦି ନିଜକୁ କନଫିଡେଣ୍ଟ ଲାଗୁଛନ୍ତି ନା ଆପଣ ସୁନ୍ଦର ଦ୍ୟାଟ୍ ମଚ୍ ଆଉ ନିହାତି ଭାବେ ଯଦି ମୁଁ ସୁନ୍ଦର ଦେଖାଯାଉଛି ମୁଁ ସୁନ୍ଦର ଦେଖାଯାଉନି ସେଇଟା ଦେଖିବା ବାଲାର ନଜରରେ ଅଛି ତେଣୁ ଯେଉଁମାନେ ମୋତେ ଦେଖିକି ସୁନ୍ଦର କହୁଛନ୍ତି ତାଙ୍କ ନଜର ସେତିକି ସୁନ୍ଦର ଯାହାଙ୍କୁ ଲାଗୁଛି ନାହିଁ ଇଏ ଗୋଟେ ଭଲ କାମ କରିନି ବା ଗୋଟେ ଯାହା ବି ନିନ୍ଦାର ପ୍ରଶ୍ନ ଉଠୁଛି ଯାହା ବି ଆସୁଛି ହୁଏତ ତାଙ୍କ ନଜରରେ କେଉଁଠି ନା କେଉଁଠି କମି ରହିଯାଉଛି ତେଣୁ ତାଙ୍କୁ ସୁନ୍ଦର ଲାଗୁନଥିବ ଆଜ୍ଞା ବାହାରକୁ ଯେତେବେଳେ ମ୍ୟାଡ଼ାମ୍ ଯାଆନ୍ତି ଯେମିତି ଆପଣ କହିଲେ ଟୋପି ଲଗାଉନାହାନ୍ତି ବୋଲିକା ବାହାରେ ବି ସାଙ୍ଗସାଥି ହଉ କି ବାହାରେ ଅନ୍ୟ କେହି ଆପଣ ଦେଖିଲେ କେତେବେଳେ କେମିତି କିଛି କହିଦେବାର ନଜର ଆସିଛି ଆପଣଙ୍କୁ ସେମିତି ଯେ ଝିଅଟେ ଗୋଟେ ଲଣ୍ଡା ହେଇକିରି ଅଛି ବୋଲିକା ସାଙ୍ଗସାଥୀଙ୍କ କଥା ଯଦି କହିବି ତାହେଲେ ସାଙ୍ଗସାଥୀଙ୍କ ତରଫରୁ ଏମିତି କମେଣ୍ଟ ଆସୁଛି ବହୁତ ବଢ଼ିଆ ଲାଗୁଛି ଆଉ ମୁଁ ମାନେ ଏମିତି ହେୟାର କାଟିଲା ପରେ ମୁଁ ଯେଉଁ ଇୟରିଙ୍ଗସ୍ ୟୁଜ୍ କରୁଛି ତାକୁ ନେଇ କମେଣ୍ଟ ଆସୁଛି ନାଇଁ ଗୋଟେ ବଢ଼ିଆ ଗୋଟେ ବିନ୍ଦାସ ଲୁକ୍ଟେ ଆସୁଛି ତ ସେଇଟା ତ ମଜାକ ମସ୍ତି କଥା ସିଏ ତେଣୁ ସେପଟୁ ତ ବହୁତ ସପୋର୍ଟ ମିଳେ ଫ୍ରେଣ୍ଡସ୍ ଗ୍ରୁପ୍ରୁ ଆଉ ଯଦି ଅଲଗା ଲୋକଙ୍କ କଥା ଦେଖିବେ ତାହେଲେ ଅନେକ ଜିନିଷରେ କ୍ୱେଶ୍ଚିନ୍ ଆସେ କିଛି ଲୋକ ପଚାରନ୍ତି କିଛି ଲୋକ ପଚାରନ୍ତିନି ତାଙ୍କର ନଜରିଆଟା ଏମିତି ଥାଏ ଯେ ଆପଣ ଗୋଟେ କ୍ୱେଶ୍ଚିନ୍ ମାର୍କ ଏମିତି ଉପରେ ଗୋଟେ ଝୁଲିଲା ଭଳିଆ ଦେଖାଯାଏ ତ ଯେଉଁମାନେ ପଚାରନ୍ତି ମୁଁ ତାଙ୍କୁ କହେ କ୍ଲିଅର୍ ହେଇଯାଆନ୍ତି ଯେଉଁମାନେ ପଚାରୁନାହାନ୍ତି ତାଙ୍କ ମନରେ ଯଦି କେହି ଭିଡ଼ିଓ ଦେଖୁଥିବେ ନିହାତି ଭାବେ ଆନ୍ସର୍ ପାଉଥିବେ ନହେଲେ ଅଲଗା କିଛି ଭାବନା ଥାଇପାରେ କି ନାହିଁ କିଛି ଦେହ ଖରାପ ଥିବ କିଛି ମେ ବି
ଆଜ୍ଞା। ଯେତେବେଳେ ଆପଣ ଭାବିଲେ କି ମୁଁ କେଶ ଦାନ କରିବି, ଏଇ ଭାବନାଟା କାହିଁକି ଆସିଲା କି କେଶ ଦାନ କଲେ ପିଇସିଙ୍କ ପାଇଁ ଭଲ ପାଇବାଟା ଯେଉଁ ଅଛି ସେଇଟା ଗୋଟେ ପ୍ରକାର ମାନେ ପ୍ରମାଣିତ ହେବ କି ଆପଣଙ୍କ ମନରେ ଆସିଥିଲା କି ମୋ ଇଚ୍ଛା ହେଇଥିଲା ଆପଣଙ୍କର ଯେ ମୁଁ କେଶ ଦାନ କରିବି? ନାଇଁ ଦେଖନ୍ତୁ ଆକ୍ଚୁଆଲି ଯେତେବେଳେ କେଶଦାନ କଥା ଆସିଲା ଆପଣ ଯଦି ଜାଣିବେ ମାନେ ଆପଣ ଯଦି ଜାଣିବାକୁ ଚାହିଁବେ ଯେ କେଶଦାନ କନସେପ୍ଟଟା କାହିଁକି ଅଛି ସଂସ୍କୃତିରେ ସେଇଟା ବି ଜାଣିବା କଥା ଯେ ପ୍ରକୃତରେ କେଶଦାନ ଏଥିପାଇଁ କୁହାଯାଏ ଯେ ହୁଏତ ଅନ୍ୟ କୌଣସି ଆତ୍ମା ମଧ୍ୟ କେଶ ପ୍ରତି ଆଟ୍ରାକ୍ଟ ହେଇକି ଏ କର୍ମ ଏଇ ଶୁଦ୍ଧି କର୍ମ ଭିତରେ ଆସିଥାଇ ପାରନ୍ତି ସେଥିପାଇଁ କେଶଦାନ କରାଯାଏ ତା କନସେପ୍ଟ ସମ୍ପୂର୍ଣ୍ଣ ଭିନ୍ନ କିନ୍ତୁ ଆମେ ଏ କନସେପ୍ଟକୁ ଭାବୁନେ ଆମେ କନସେପ୍ଟ କ'ଣ ଧରିକି ରଖିଛେ ଯେ ନାଇଁ ଏଇଟା ଗୋଟେ ପରମ୍ପରା ଏଇଟା ଗୋଟେ ଚଳଣି ଯିଏ ଯାଇଛନ୍ତି ତାଙ୍କ ପାଇଁ ଆମେ କେଶଦାନ କରୁଛେ ତେବେ ମୋର ବି ସେମିତି ହିଁ ଗୋଟେ ଚିନ୍ତାଧାରା ଥିଲା ମୁଁ ମଧ୍ୟ କେବେ ଜାଣିବାକୁ ଚାହିଁନଥିଲି ଯେ କାହିଁକି କେଶଦାନ କରାଯାଏ ମୁଁ ଗୋଟେ ଚଳଣି ନେଇକି ଦଶାହ ଦିନ ଯାଇଥିଲି କେଶଦାନ କରିବା ପାଇଁ କିନ୍ତୁ ସେଠି ଯେତେବେଳେ ମୋତେ ବାରଣ କରାଗଲା ମୁଁ କହିଲି ନାଇଁ ଠିକ୍ ଅଛି ଯଦି ବାରଣ କରାଯାଉଛି ଯେଉଁମାନେ ବାରଣ କରୁଛନ୍ତି ତାଙ୍କର ବୟସାଧିକ୍ୟ ଅଛି ତେଣୁ ତାଙ୍କ ସାଙ୍ଗେ ଯୁକ୍ତି କରିକି ଠିକ୍ ହବନି ଯେ ତାଙ୍କୁ ଆମେ ଗୋଟେ ଅପମାନିତ କରିବା ସେଥିପାଇଁ ମୁଁ ତାଙ୍କ ପାଇଁ ଗୋଟେ ମାନସିକ ରଖିଲି ଆପଣ ଜାଣିଥିବେ ଯେ ଆମେ ମାନସିକ ରଖିକି ବି କେଶଦାନ କରନ୍ତି ଶୈବ କ୍ଷେତ୍ର ଗୁଡ଼ିକରେ ମୁଖ୍ୟତଃ ଏସବୁ ହେଇଥାଏ ତ ମୁଁ ମାନସିକ ରଖିଥିଲି ଏବଂ ମାନସିକ ରଖିକି ହିଁ ତାର ଯେଉଁଦିନ ମାସେ ହେଲା ନାନୀର ତା ପୂର୍ବରୁ କେଶଦାନ କରିଥିଲି କିନ୍ତୁ ମୁଁ ପରବର୍ତ୍ତୀ ସମୟରେ ଜାଣିବାକୁ ପାଇଲି ଯେ ଆକ୍ଚୁଆଲି ଯଦି ମୁଁ ଦଶାହରେ କେଶଦାନ କରିଥାନ୍ତି ହୁଏତ ତାର ଅର୍ଥ କିଛି ଅଲଗା ହେଇଥାନ୍ତା ମୁଁ ଗୋଟେ ଆତ୍ମାରୁ ଛୁଟକାରା ପାଇବା ପାଇଁ କେଶଦାନ କରିଥାନ୍ତି କିନ୍ତୁ ପ୍ରକୃତରେ ଯେତେବେଳେ ମାସକରେ କଲି ସେଦିନ ଆଉ ଗୋଟେ ମହତ୍ କାର୍ଯ୍ୟ ହେଇଗଲା ଯେ ମୁଁ ମୋ ପ୍ରକୃତରେ ମୋ ନାନୀ ପାଇଁ କରିଛି। ଆଚ୍ଛା। ଯେତେବେଳେ ଜାଣିଲେ ଏଇ ଡିଫରେନ୍ସ ଦଶାହରା କେଶଦାନ ଆଉ ଗୋଟେ ମାନସିକ ରଖିକି ମାସେ ପରେ କେଶଦାନ କରିବା ଭିତରେ ଡିଫରେନ୍ସ କେତେ ଖୁସି ଲାଗିଥିଲା ଯେତେବେଳେ ଜାଣିଲେ କି ମାସେ ପରେ କେଶଦାନ କରିବାର ମାନେ ନାନୀଙ୍କ ପାଇଁ ଗୋଟେ ଭଲ କାମ କରିଛନ୍ତି ମନରୁ କେତେ ଖୁସି ଆସିଥିଲା ଯାହାଠୁ ଏତେ ଭଲ ପାଇବା ପାଇକି ବଡ଼ ହେଇଥିଲେ? ଆଜ୍ଞା ନିହାତି ଭାବେ ମୁଁ ଯେତେବେଳେ ମୋତେ ଦଶାହରେ କରିବାକୁ ଦିଆଯାଇନଥିଲା କେଶଦାନ ବହୁତ ମନ ଦୁଃଖ ହେଇଥିଲା ଆଜ୍ ଏ ଝିଅ ମାନେ ମୋତେ କେଉଁଠି ନା କେଉଁଠି ପ୍ରଥମେ ଫିଲ୍ ହେଲା ଯେ ନାଇଁ ହୁଏତ ମୁଁ ହାରିଗଲି କି ମୋତେ ଦଶାହରେ କରିବାର ଥିଲା କି କିନ୍ତୁ ପରବର୍ତ୍ତୀ ସମୟରେ ଅବଶ୍ୟ ମୁଁ ନିଜକୁ ଏଇଆ କହି ବୁଝେଇଥିଲି ଯେ ନାଇଁ ଯେହେତୁ ସେଠି ଲୋକ ଯେଉଁମାନେ ଥିଲେ ତାଙ୍କୁ ଅପମାନିତ କରିବା ଉଚିତ ନଥିଲା ସେଥିପାଇଁ ମୁଁ କରିଥିଲି କିନ୍ତୁ ପରବର୍ତ୍ତୀ ସମୟରେ ଯେତେବେଳେ ମୁଁ ପ୍ରକୃତ ତଥ୍ୟଟି ଭଲ ଭାବେ ପଢ଼ିଲି ସେ ଆହୁରି ବି ମୋତେ ଖୁସି ଦେଲା ଆଉ ମୋତେ ଲାଗିଲା କୋଉଠି ନା କୋଉଠି ବୋଧେ ମୋ ନାନୀର ଇଚ୍ଛା ଥିଲା ତେଣୁ ସେଦିନ ନ ହେଇକି ତାପରେ ହେଲା। ଆଜ୍ଞା। ଯେମିତି ଆପଣ କହୁଥିଲେ ଦଶ ଦିନ ଆପଣଙ୍କୁ ବହୁତ ବିରୋଧର ସାମ୍ନା କରିବାକୁ ପଡ଼ିଥିଲା ବହୁତ ମନା କିଏ ସେ ମନା କରିଥିଲେ ମାନେ ପରିବାରର ଗୁରୁଜନମାନେ ନା ଦଶାହ କାର୍ଯ୍ୟରେ ଯେଉଁ ବ୍ରାହ୍ମଣମାନେ ଥାଆନ୍ତି ତାଙ୍କଠୁ ଆପଣଙ୍କୁ ବିରୋଧର ସାମ୍ନା କରିବାକୁ ପଡ଼ିଥିଲା? ଦେଖନ୍ତୁ ଯଦି ଆମେ କହିବା ବିରୋଧ କଥା ମୋ ଘର ଲୋକ ମୋତେ କେବେ ବିରୋଧ ଆଜ୍ଞା କରିନାହାନ୍ତି ମୁଁ ଯେମିତି କହୁଥିଲି ମୁଁ ଯେତେବେଳେ କହିଲି ଯେ ନାଇଁ ମୁଁ କେଶଦାନ ମୋର କରିବାର ଅଛି ଘର ଲୋକ କେହି ବି ମନା କଲେନି ଘର ଲୋକ କହିଲେ ଠିକ୍ ଅଛି କର ଦେ ୱେର୍ ସୋ ପ୍ରାଉଡ୍ କି ନାଇଁ ମୋ ଝିଅ ଏଭଳିଆ ଷ୍ଟେପ୍ ନେଉଛି ତେଣୁ ତାଙ୍କ ତରଫରୁ ବିରୋଧର କେବେ ସାମ୍ନା କରିବାକୁ ପଡ଼ିନଥିଲା ହଁ ଯେଉଁମାନେ ଜ୍ଞାନୀ ଗୁଣୀ ସେଠି କିଛି ସମସ୍ତେ ତ ନୁହେଁ ସମସ୍ତଙ୍କୁ ବି କହିବିନି ଯେ ସମସ୍ତେ ମନା କରିଥିଲେ ଯେଉଁମାନେ ସାମିଲ ଥିଲେ ତାଙ୍କ ଭିତରୁ ଅନେକ ଏମିତି ଥିଲେ ଯେ ଯେଉଁମାନେ କହୁଥିଲେ ଯେ ନାଇଁ ତମେ ଯଦି ଏଭଳି ଗୋଟେ ଷ୍ଟେପ୍ ନିଅ ତାହେଲେ ଗୋଟେ ବହୁତ ବଡ଼ ଏକ୍ସାମ୍ପଲ୍ କ୍ରିଏଟ୍ ହେବ କିଛି ଜଣ ଥିଲେ ବୟୋଜ୍ୟେଷ୍ଠ ବ୍ୟକ୍ତି ଯେଉଁମାନଙ୍କୁ ଲାଗୁଥିଲା ଯେ ଆମେ ପୁରୁଣା ପରମ୍ପରାକୁ ବାନ୍ଧି ରଖିବା ଦରକାର ବା ପୁରୁଣା ପରମ୍ପରାକୁ ଯଦି ଭାଙ୍ଗିବା ତାହେଲେ ଆମ ଉପରକୁ ପ୍ରଶ୍ନ ଉଠିବ ସେଥିପାଇଁ ସେମାନେ ରୋକିଥିଲେ ଆଣ୍ଡ କୋଉଠି ନା କୋଉଠି ମୋତେ ବି ବାଉଣ୍ଡ ହେବାକୁ ପଡ଼ିଥିଲା। ଆଚ୍ଛା। ଯେଉଁମାନେ ଆପଣଙ୍କୁ ମନା କରିଥିଲେ ଯେଉଁମାନେ ଆପଣଙ୍କୁ ରୋକିଥିଲେ ଏଇ ମିଡ଼ିଆ ମାଧ୍ୟମରେ ଆପଣ ତାଙ୍କୁ କ'ଣ କହିବାକୁ ଚାହିଁବେ କି ନାଇଁ ଏମିତି ଗୋଟେ ଜିନିଷ ବି ହେଇପାରିବ ଗୋଟେ ପୁଅ ଯାହା କରୁଛି ଗୋଟେ ଝିଅ ବି ସେୟା କରିପାରିବ? ଦେଖନ୍ତୁ ଯେଉଁମାନେ ମୋତେ ରୋକିଥିଲେ ମୁଁ ଏବେ ବି କହିବି ଯେ ଯେହେତୁ ଜ୍ଞାନୀ ଗୁଣୀ ବ୍ୟକ୍ତି ଯେହେତୁ ସେମାନେ ବୟୋଜ୍ୟେଷ୍ଠ ବ୍ୟକ୍ତି ମୁଁ ତାଙ୍କର ଯେଉଁ ବିଶ୍ୱାସ ରହିଛି ତାକୁ କେବେ ବି ଭଙ୍ଗ କରିବାକୁ ଚାହେଁନି ବା ଓଡ଼ିଶାରେ କେହି ବି ବ୍ୟକ୍ତି ବିଶେଷ ଯେଉଁମାନେ ଭାବୁଛନ୍ତି ଯେ ନାହିଁ ଆମକୁ ଏ ପରମ୍ପରା ନେଇକି ଚାଲିବାର ଅଛି ମୁଁ ତାଙ୍କ ବିରୁଦ୍ଧରେ ଯାଇକି କୌଣସି ଜିନିଷ କହିବାକୁ ଚାହେଁନି ମୁଁ କେବଳ ଏତିକି କହିବି ଯେଉଁ ନାରୀମାନେ ପ୍ରକୃତରେ ତାଙ୍କୁ ଲାଗୁଛି ନାଇଁ ଆମର କେଶଦାନ କରିବା କଥା
ଆମର ନିଜ ଲୋକଙ୍କ ଶୁଦ୍ଧିକ୍ରିୟାରେ ଭାଗ ନେବା କଥା ବା ମୋ ମା ବାପା ଯାଇଛନ୍ତି ମୋତେ ତାଙ୍କର କାର୍ଯ୍ୟ କରିବାର ଅଛି ତାଙ୍କର କର୍ମ କରିବାର ଅଛି ନିହାତି ଭାବେ କରନ୍ତୁ ଆପଣମାନେ ବି ବିରୋଧର ଶିକାର ହେବେ କୋଉଠି ନା କୋଉଠି ଆପଣଙ୍କୁ ବି ଫେସ୍ କରିବାକୁ ପଡ଼ିବ ବଟ୍ ଆପଣ ଯଦି ଦୃଢ଼ ସଂକଳ୍ପ ଅଛନ୍ତି ଆପଣଙ୍କୁ କରିବାର ଅଛି ଆପଣ ଏସବୁ ଜିନିଷ ଫେସ୍ କରିପାରୁଛନ୍ତି ତେବେ ନିହାତି ଭାବେ ବୋଲ୍ଡ ଷ୍ଟେପ୍ ନିଅନ୍ତୁ ଆଉ ଏମିତି ହିଁ କିଛି ବୋଲ୍ଡ ଷ୍ଟେପ୍ ଦ୍ୱାରା ଆପଣ ଦୁନିଆକୁ ପରିବର୍ତ୍ତିତ କରିପାରିବେ ଆଜ୍ଞା ମ୍ୟାଡ଼ାମ୍ ଆଜିକା ଡେଟ୍ରେ ଯେଉଁଠି ପିଲାମାନେ ବାପା ମାଆଙ୍କୁ ପଚାରୁନାହାନ୍ତି ଏମିତିକି ବାହାରେ ଯେଉଁମାନେ ରହୁଛନ୍ତି ଶୁଦ୍ଧିକ୍ରିୟାରେ ବାପା ମାଆଙ୍କ ଶୁଦ୍ଧିକ୍ରିୟାରେ ଯୋଗ ଦେଉନାହାନ୍ତି ସେଠି ଆପଣ ଆପଣଙ୍କ ପିଇସିଙ୍କ ପାଇଁ ମୁଣ୍ଡନ ହେଇଛନ୍ତି ପିଇସିଙ୍କ ଉଦ୍ଦେଶ୍ୟରେ ତାଙ୍କ ପାଇଁ ଭଲ ପାଇବା ଉଦ୍ଦେଶ୍ୟରେ କେଶ ସମର୍ପିତ କରିଛନ୍ତି କ'ଣ କହିବାକୁ ଚାହିଁବେ କେତେ ମାନେ ଗର୍ବ ଅନୁଭବ କରିଥିଲେ ମାନେ ମନକୁ କେମିତି ଆସିଲା କି ମୁଁ କେଶଦାନ କରିବି ଯେଉଁଠି ବାପା ମାଆଙ୍କୁ ବି ପିଲା ଅଲଗା କରିଦେଉଛନ୍ତି ଦେଖନ୍ତୁ ଯେଉଁ କଥାଟି ଆପଣ କହିଲେ ଯେ ଆଜିକା ସମୟରେ ବାପା ମାଆଙ୍କୁ ପିଲା ପଚାରୁନାହାନ୍ତି ଏକଦମ ସତ କଥା ଆଜ୍ଞା ଆଜିକାଲି ବାପା ମା ମଧ୍ୟ ଅଲୋଡ଼ା ହେଇଗଲେଣି ଘରେ ବସି ରହିଥିବା ସେ ସମସ୍ତ ଗୁରୁଜନ ଆମ ପାଇଁ ଅଲୋଡ଼ା ହେଇଗଲେଣି ଅଲୋଡ଼ା ଏଇଥିପାଇଁ ହେଉଛନ୍ତି କେଉଁଠି ନା କେଉଁଠି ଆମ ହାତରେ ସେ ଫୋନ୍ଟି ଅଛି କେଉଁଠି ନା କେଉଁଠି ଆମ ପାଇଁ ଦୁନିଆ ବାହାରେ ଏମିତି ଅନେକ ଲୋକ ଅଛନ୍ତି କିନ୍ତୁ ଗୋଟିଏ ଜିନିଷ ସବୁବେଳେ ମନେ ରଖିବେ ଆମେ ଦୁନିଆ ବାହାରେ ଯାଇ ଅନେକ ଭଲ ପାଇବା ଖୋଜନ୍ତି ଦେଖୁଥିବେ ଲୋକ ଏମିତି ଥିବେ ବ୍ରେକଅପ୍ରେ କାନ୍ଦୁଥିବେ ଘରେ ମା ମାନେ କେଉଁ ରୋଷେଇ ଘରେ କାନ୍ଦୁଥିବ ତାକୁ ପଚାରୁନଥିବେ କିନ୍ତୁ ବ୍ରେକଅପ୍ ପାଇଁ କାନ୍ଦୁଥିବେ ତେଣୁ ଆପଣ ବାହାରେ ଭଲ ପାଇବା ଖୋଜୁଛନ୍ତି ପ୍ରକୃତରେ ଭୁଲି ଯାଉଛନ୍ତି ଯେଉଁ ପ୍ରକୃତ ଭଲ ପାଇବା ଯେଉଁଟାକୁ ଅନକଣ୍ଡିସନାଲ ଲଭ୍ କୁହାଯାଏ ସିଏ ଆପଣଙ୍କର ଘରେ ବସିଛନ୍ତି ବାପା ମା କୁହନ୍ତୁ ଗୁରୁଜନ କୁହନ୍ତୁ ତେଣୁ ତାଙ୍କଠୁ ଦୂରେଇକି ଆପଣ କୁଆଡ଼େ ଯାଇପାରିବେନି ଆଜି ବାପା ମାଆଙ୍କଠୁ ଦୂରେଇକି ଯିବେ କାଲି ବାପା ମା ହେବେ ସେଇ ଆପଣଙ୍କ ପିଲା ଆପଣଙ୍କଠୁ ଦୂରେଇକି ଯିବେ ସୋ ଯେମିତି ଗୋଟେ ସାଇକେଲ ୱେରେ ଚାଲିଛି ତ ସେଇଆ ହିଁ ଆପଣ ଯାହା ଦେବେ ଆପଣ ସେଇଆ ପାଇବେ ଆପଣଙ୍କ ପିଲା ସେଇଆ ଆପଣଙ୍କଠୁ ଶିଖିବେ ବାକି ରହିଲା ନାନୀ କଥା ଆଜ୍ଞା ନାନୀ ମୋ ବାପା ମାଆଙ୍କଠୁ ବି ମୋର କେଉଁଠି ନା କେଉଁଠି କ୍ଲୋଜ୍ ଥିଲା ତ ବାପା ମା ତ ନିହାତି ବାପା ମା ରହିବେ ଆଉ ତା ପାଇଁ କେଶଦାନ କଥା ନିହାତି ଭାବେ ଭାବିବାର ଆବଶ୍ୟକତା ନଥିଲା ମା ଥିଲା ବନ୍ଧୁ ଥିଲା ସବୁକିଛି ସମ୍ପର୍କ ତା ସହିତ ଥିଲା ଆଉ ସିଏ ହୁଏତ ଆଜି ଯଦି ଥାଆନ୍ତା ସିଏ କହିଥାନ୍ତା କି ନାଇଁ ତୁ କାହିଁ ଚୁଟି କାଟିଲୁ କାରଣ ସେ କେଉଁଠି ନା କେଉଁଠି ମୋତେ ଦେଖିଥାନ୍ତା ତ ଆପଣ ବୁଝିପାରୁଥିବେ ସିଏ ସେମିତି ମୋତେ ଦେଖିଥାନ୍ତା ମୁଁ ତାକୁ ଦେଖିଛି କେଉଁଠି ନା କେଉଁଠି ସେ ଇଣ୍ଟରଲିଙ୍କ୍ ସେ ଇଣ୍ଟରଲଭ୍ ଥିଲା ସେଥିପାଇଁ ଏସବୁ ଆଜ୍ଞା ଆମେ ବି ଦେଖିପାରୁଛୁ ନାନୀଙ୍କ କଥା କହୁ ଆପଣ ଭାବବିହ୍ୱଳ ହେଇପଡ଼ୁଛନ୍ତି କେତେ ଭଲ ପାଉଥିଲେ ନାନୀଙ୍କୁ ଯେମିତି କହିଲେ ଆପଣଙ୍କର ଆଉ ଗୋଟେ ମା ଥିଲେ ସେ ଆପଣଙ୍କର କ'ଣ ହେଇଥିଲା ନାନୀଙ୍କର କେମିତି ଦେହାନ୍ତ ହେଲା ହଠାତ୍ ଆଉ ଆପଣ ଗୋଟେ ଏମିତି ଡିସିସନ୍ ନେଲେ ଆକ୍ଚୁଆଲି ମ୍ୟାଡ଼ାମ୍ ମୋ ନାନୀ ଯିଏ ସିଏ ହେଉଛି ଓଡ଼ିଶାର ସେକେଣ୍ଡ ପୋଲିଓ ପେସେଣ୍ଟ ତାକୁ 70 ଇୟର୍ସ ହେଇଥିଲା ଆପଣ ଯଦି ତା ଟାଇମ୍ କଥା ଦେଖିବେ ପୋଲିଓ ପିକ୍ରେ ଥିଲା ତ ଆଟ୍ ଦ ଏଜ୍ ଅଫ୍ 1.5 ଦେଢ଼ ବର୍ଷ ସେ ଯେତେବେଳେ ଥିଲା ସେତେବେଳେ ତାକୁ ହଠାତ୍ ପୋଲିଓ ଆଟାକ୍ ହେଲା ପୋଲିଓ ଆଟାକ୍ ହେଲା ପରେ ସେ ଟୋଟାଲ୍ ହ୍ୟାଣ୍ଡିକ୍ୟାପ୍ଟ ଦେନ୍ ମୋ ଜେଜେବାପା ଯିଏ ଥିଲେ ସେ ଜଜ୍ ଥିଲେ ହୋମିଓପାଥିକ୍ ଡକ୍ଟର ମଧ୍ୟ ଥିଲେ ତ ସିଏ ନିଜ ଟ୍ରିଟମେଣ୍ଟରେ ତାକୁ ରଖିଲେ ତ ଏତିକି ତାକୁ ସକ୍ଷମ କରିପାରିଥିଲେ ସେ ଧରିକି ଛିଡ଼ା ହେଉଥିଲା ଯିବା ଆସିବା କିଛି ମାତ୍ରାରେ କରିପାରୁଥିଲା ଆଣ୍ଡ ନିଜ କାମ ନିଜେ କରେ କିନ୍ତୁ ୱିଥ୍ ଏଜ୍ ଧୀରେ ଧୀରେ ସେଟା ଡିକ୍ରିଜ୍ ହେଲା ବଡି ବେଣ୍ଡ ହେବା ଆରମ୍ଭ ହୋଇଯାଇଥିଲା ଆଉ ବଡି ବେଣ୍ଡ ହେବା ପ୍ରୋସେସ୍ରେ ତାର ଗୋଟେ ଲଙ୍ଗସ୍ ଟୋଟାଲି ଖତମ ହେଇଯାଇଥିଲା ଟୋଟାଲ୍ ମାନେ ସେଇଟା ଦବିକି ରହିଯାଇଥିଲା ତ ଟୋଟାଲ୍ ଫଙ୍କସନ୍ଲେସ୍ ହେଇଗଲା ଗୋଟେ ଲଙ୍ଗସ୍ ଆଉ ଗୋଟିଏ ଲଙ୍ଗସ୍ରେ ବଞ୍ଚିଥିଲା ତ ହଠାତ୍ 28 ଅଗଷ୍ଟରେ ତାର ୟୁରିନେସନ୍ ଷ୍ଟାର୍ଟ ହେଲା ମାନେ କଣ୍ଟିନ୍ୟୁଅସଲି ତାର ୟୁରିନେଟ୍ ସେ କରୁଥିଲା ଜବକି ମୋତେ କହିନଥିଲା 29 ଅଗଷ୍ଟ ସକାଳୁ ମୋତେ କହିଲା ଯେ ମୋର ଫ୍ରିକ୍ୱେଣ୍ଟଲି ୟୁରିନେସନ୍ ହେଉଛି ମୋତେ ଲାଗିଲା ଯେ ମେ ବି ହେଇଥିବ କିଛି ଗୋଟେ ୟୁରିନାରୀ ଇନଫେକ୍ସନ୍ ହେଇଥିବ ତାକୁ ନେଇଯିବ କ୍ୟୁର୍ ହେଇଯିବ ମୁଁ ତାକୁ ହସ୍ପିଟାଲ ନେଇକି ଗଲି ବଟ୍ ଅନ୍ ଦ ୱେ ସେ ମୋତେ କହୁଛି ମୁଁ ନିଶ୍ୱାସ ନେଇପାରୁନି ତ ବାଧ୍ୟ ହେଇକି ଯେଉଁଟା ନିୟରର ହସ୍ପିଟାଲ ଥିଲା ଆଡ଼ମିଟ୍ କରାଗଲା ସକିଂଲି ଡକ୍ଟର କହିଲେ ଯେ ନାଇଁ ତା କଣ୍ଡିସନ୍ ବହୁତ ସିରିୟସ୍ ଅଛି ତ ତାକୁ ଆଇସିୟୁରେ ଆଡ଼ମିଟ୍ କରିବାକୁ ପଡ଼ିବ ଆଇସିୟୁରେ ଆଡ଼ମିଟ୍ କରାଗଲା ତାପରେ କିଛି ଦିନ ରହିଲା ପରେ ସେ କ୍ୟୁର୍ ହେଇକି ଆସିଲା କ୍ୟାବିନ୍କୁ ଏଗେନ୍ ତାକୁ ଇସ୍ୟୁଜ୍ ହେଲା ଆକ୍ଚୁଆଲି ତାର ଇସ୍ୟୁଜ୍ ଏଇଆ ଥିଲା ଯେ ନିମୋନିଆ ଆଟାକ୍ ହେଇଥିଲା ଆପଣ ଯେମିତି ଜାଣିଥିବେ ଯେ ନିମୋନିଆ ଆଟାକ୍ ହେଲେ ଲଙ୍ଗସର ଲୋବ୍ସ ଗୁଡ଼ାକରେ ପ୍ୟାଚେସ୍ କ୍ରିଏଟ୍ ହେଇଯାଏ କଫ୍ର ପ୍ୟାଚେସ୍
तो नॉर्मल लोक पाखे कौन हुए जब गोटे लंग्स एफेक्ट होगा गोटे लंग्स रे रिकवरी करा टाइम मिले कि यार गोटे ही लंग्स था रिकवरी टाइम मिलानी तो सी जो लंग्सटा थिला भी धीरे धीरे डैमेज हवा आरंभ कला एंड सडनली 29 सेप्टेम्बर रे सडनली तो नुहे तार गोटे ऑपरेशन करागला ट्राकियोस्टोमी एज से वेंटिलेटर बाहरी पार नथा ट्राकियोस्टोमी गोटे पोर्टेबल वेंटिलेटर कहि परिबे लगेकी तो घर को आनिबार माने थिला हुए जे नहीं आनिके मे बी से क्यूर हे जिवो आफ्टर किछ समय किछ दिन पर बट 29 ऑपरेशन है सडनली 30 सेप्टेम्बर सका 5टा 5:30 भितर मुझे थाए हॉस्पिटल आगे चा पीवाक जाइली सका कॉल आसला जे इमरजेंसी अच्छे तो आम जाकि पहुँचलु जाकि पहुँचला बेलू हठात तार हार्टबीट जीरो हो जाइथिला डॉक्टर्स ट्राए कले जहाँ भी ट्रीटमेंट लास्ट ये थाए से सब किसी ट्राए करछंती बट लास्टली डेथ गला अच्छा ଆପଣ ଆଜି ଯେଉଁ ସ୍ଥାନରେ ପହଞ୍ଚି ପାରିଛନ୍ତି ଯେତିକି ବି ସଫଳତା ପାଇପାରିଛନ୍ତି ଆପଣଙ୍କ ସଫଳତା ପଛରେ ତାଙ୍କର ଅବଦାନ ତାଙ୍କର ହାତ କେତେ ଅଛି ଯାହା ପାଇଁ ଏତେ ବଡ଼ ତ୍ୟାଗ କଲେ ଏତେ ବଡ଼ ଭଲ ପାଇବା ଦେଖେଇଲେ ସମସ୍ତଙ୍କ ଆଗରେ ଦେଖନ୍ତୁ ସଫଳତା ପଛରେ ଯଦି କହିବି ମଣିଷ ସଫଳ ପରେ ହବ ପ୍ରଥମେ ସେ ଜନ୍ମ ହବାଠୁ ବଡ଼ ଯାଏର ସିଲସିଲା ତ ଆରମ୍ଭରୁ ମୁଁ ଆଗରୁ ବି କହିଛି ମୋ ବୋଉର ଯେହେତୁ ଦେହ ଖରାପ ଥିଲା ମୁଁ ଜନ୍ମ ହବା ଟାଇମରେ ତ ନିୟରଲି 6 ମାସ ସିଏ ମତେ କୋଳ ଧରିକି ବଡ଼ କରିଛି ତାର ଏଭଳି ବଡି ଷ୍ଟ୍ରକ୍ଚର ପରେ ଏବିଏନ୍ ବଡି ଷ୍ଟ୍ରକ୍ଚର ପରେ ସିଏ ମତେ କୋଳରେ ଧରିକି ବଡ଼ କରିଛି तापरे खुआइबा पिआइबा मजामस्ती करिया मो संगे खेलिबाटू नेकी मते अक्षर शिखेबा एकदम सांग भलिया आमे झगड़ा भी करू बहुत मस्ती मजाक भी करू कॉमेडी भी करू सब किछि चले आउ जदि स्पेशलाइज्ड आपण कहिबे जे माने सफलता कथा आज्ञा मते लिखिया बहुत पसंद आपण जानथिबे जो माने भी नॉर्मली सांबादिकता करंती कोठ ना कोठी से लेखा पसंद करंती तो मु जेतेबेले छोट होइतिले मु इंग्लिश मीडियम रे पढुतिले बट मु कहे स्टोरीज गुडा एज हमरो नॉर्मल कल्चर थाए ओडिया रे कथा हबर ओडिया रे मु कहे तो मत ओडिया लिखि आसुनथला से समय रे जिनस गुडा को लिखिकी रखुतिला एंड एमिति जिनस लिखि रखुतिला से छोट छोट अपन जदी चार धाड़िया कविता पढिबे तार किछि मीनिंग नथिबो स्टिल से मो मन रखिया पे ताको लिखि रखुतिला तो ए सब आरंभ ताठु हेइछि परवर्ती समय रे जेतेबेले आसिली एई फील्ड को जेतेबेले जर्नलिज्म कली सीए ही पढ़ेइछि कहबी जर्नलिज्म मैडम इच्छा आपनकर थिला जर्नलिज्म रो इच्छा मोर ही थिला किंतु सपोर्ट करिया वाला सीए थिला कारण पढ़ेइबार समस्त खर्च मो नानी मो पई करैथिला तापरे जर्नलिज्म को आसिला परे जेतेबेले जॉइन कली टिकनिक जिनस केमिति को जिनस रा मॉडिफाई करा जाय परिबो मोर प्रत्येक वीडियो आपण तार मोबाइल हिस्ट्री देखिबे आज भी ता मोबाइल हिस्ट्री मोर ही वीडियो थिबो प्रत्येक वीडियो से मोर देखे इवन इफ को लुकटा खराब देखा गला कि को कथाटा कहबा वेटा ठीक हलानी ठीक हला ये सब जिनस मॉडिफाई करियाटा भी तार ही काम थिला तो टिकनिक प्रत्येक जीवन प्रत्येक सफलता पछरे कोना कोठी से जड़ित होइके थिला आज्ञा ଯେତେବେଳେ ଗୋଟେ ନାନୀଙ୍କର ଏଭଳି ଖବର ଆସିଲା ଆପଣ ଆପଣଙ୍କର କେଶ ମୁଣ୍ଡନ କଲେ ଆମେ ଦେଖିଛୁ ସୋସିଆଲ ମିଡ଼ିଆରେ ଆପଣଙ୍କୁ ଅନେକ ବିରୋଧ ଆସିଛି ଭଲ କମେଣ୍ଟ ଆସିଛି କୋଉଠି ଖରାପ କମେଣ୍ଟ ବି ତାର ଟିକେ କିଛି ଅଧିକ ଆସିଛି ଗୋଟେ କମ୍ୟୁନିଟି ମାନେ ଗୋଟେ ଆମର ପ୍ରଥାକୁ ଆପଣ ଭାଙ୍ଗିବାର ଏଭଳିଆ କମେଣ୍ଟ ଆସିଛି ସେଠି ଆପଣ କ'ଣ କହିବାକୁ ଚାହିଁବେ ସେ କମେଣ୍ଟର ଉତ୍ତର ଆପଣଙ୍କର କ'ଣ ରହିବ ଦେଖନ୍ତୁ ନିହାତି ଭାବେ ଯୋଉ ଆପଣ କହିଲେ ଯେ ପ୍ରଥାକୁ ଭାଙ୍ଗିବା କଥା ମୁଁ ସେଇ କଥା ଆପଣଙ୍କୁ ଆଗରୁ କହୁଥିଲି ଯେ प्रथा परंपरा चलनी कौथरू आसे प्रथम आप बुझंतु से जिनस प्रथा परंपरा आम क्या कहवा जो जिनसटी आम शास्त्र रे लिपिबद्ध हो रही आपण आखि मुझिकी पालन करंतु मु भी कहूँ शास्त्र मत को आप भांगतु किंतु एमिति कौन से शास्त्र अच्छी कि जो झील मान बारण कर नाही नारी माने ए काम करें नहीं बोली आपण सुंदर भावे देखंतु आपणकर जदि गरुड़ पुराण कथा आमे कहबा कारण जो मृत्यु परर जहाँ भी वर्णना रहे सेटा गरुड़ पुराण में लिखा रही थाए तो गरुड़ पुराण रे आज्ञा कोठी मेंशन अछि कि नारी माने ए जिंस करि परिबे नाही बोली आपण जदि आज भी से पेज जो माने कहउचंदी आज भी जदि से जिंसटी मते देखै देबे नाही नारी निज लोकंको सुधिक्रिया रे भाग नब नाही नाही नारी केशदान करिबो नाही आ ता पछरे लॉजिक एया अछि कि ता पछरे शास्त्र मत एया अछि बोली आपण माने जदि मते देखै देई पारुछंती ताले मु आपनको सेही जगह रे कहबी ना मु भूल करछि केशदान करि आज्ञा
ଯେତେବେଳେ ଆପଣ କେଶଦାନ କରିଲେ ଯୋଉ କହୁଥିଲେ ମାନସିକ ରଖି କରିଛନ୍ତି କେଶ କାଟିଲା ବେଳେ ଯାଇକି ଚୁଟି କାଟିଲେ ପାର୍ଲର ଯାଇ କାଟିଥିଲେ ନା ନାଇଁ କିଛି ସେମିତି ପ୍ରଥା ପରମ୍ପରା ପୂଜା ପାଠ କରିକିରି ମାନସିକ ପୂରଣ କରିକିରି କାଟିଥିଲେ? ନାଇଁ ଆଜ୍ଞା ପାର୍ଲର ଯାଇକି ନୁହେଁ। ପ୍ରଥମେ ତ କେଶ ଦାନ ଯୋଉଟା ଆପଣ କହିବେ ଯେ କେଶ ଦାନ ସମ୍ପୂର୍ଣ୍ଣ ରୂପେ କରାଯାଏନି, ଅଳ୍ପ ମାତ୍ରାରେ କରାଯାଏ। ତାପରେ ଯେହେତୁ ମୁଁ ଭିନ୍ନ ଭିନ୍ନ ଶୈବ କ୍ଷେତ୍ରରେ ପକେଇବାର ମାନସିକ ରଖିଛି, ଯେମିତିକି ବନାରସ ଯିବାର ମାନସିକ ରଖିଛି, ମଣିକର୍ଣ୍ଣିକା ଯିବାର ମାନସିକ ରଖିଛି, ତା ସହିତ ଆମର କପିଳାସ ଯିବାର ମାନସିକ ରଖିଛି। ତେଣୁ ମୁଁ ପ୍ରଥମେ ଚୁଟି ମାନେ ଯେମିତିକି ଆମର ପରମ୍ପରା ହିସାବରେ କଟା ଯାଇଥିଲା, ତାପରେ ନର୍ମାଲ କାଟିକି ମୁଁ ତାକୁ ସାଇତିକି ରଖିଛି ତାକି ମୁଁ ଅଲଗା ଜାଗାରେ ଯୋଉଠିକି ପକେଇ ଯିବେ ପାରିବି। ସେଇଠି କିଛି କିଛି ଆଜ୍ଞା ପକେଇବା ପାଇଁ। ପକେଇବା। ଆଜ୍ଞା। ତ ଏଇଠୁ ଗୋଟେ ଛୋଟ ଜିନିଷ, ଆପଣଙ୍କର ଚୁଟି ଥିଲାବେଳେ ଆପଣ ବେଶୀ ଆପଣଙ୍କ ହିସାବରେ ବେଶୀ ସୁନ୍ଦର ଲାଗୁଥିଲେ ନା ଏଇ ମୁଣ୍ଡନ ପରେ ବେଶୀ ସୁନ୍ଦର ଲାଗୁଛନ୍ତି? ମୋ ହିସାବରେ କହିବେ ମୁଁ ମୁଣ୍ଡନ ପରେ ବହୁତ ସୁନ୍ଦର ଲାଗୁଛି। କାହିଁକି କହୁଛି ନା ଦେଖନ୍ତୁ ଚୁଟି ଥିଲାବେଳେ ଗୋଟେ ସାଧାରଣ ମଣିଷର ମାନେ ମନ ନେଇକି ମୁଁ ବୋଧେ ଦର୍ପଣ ଆଗରେ ଛିଡ଼ା ହଉଥିଲି। ଯେତେବେଳେ ମୁଣ୍ଡନ ହେଇଛି ସେତେବେଳେ ମୋ ଭିତରେ ଗୋଟେ ସେଲ୍ଫ ସାଟିସ୍ଫ୍ୟାକ୍ସନ୍ ଅଛି। ଆଉ ଯେତେବେଳେ ଲୋକ ଗାଳି ବି ଦେଉଛନ୍ତି, ଲୋକ ଭଲ ବି ପାଉଛନ୍ତି, ଦିଟା ଯାକ ମୋତେ ସେଲ୍ଫ ସାଟିସ୍ଫ୍ୟାକ୍ସନ୍ ଏଇଥିପାଇଁ ଦେଉଛି। ମୁଁ ପ୍ରଥମ କଥା କହିବି, ଲୋକ ଯେତେବେଳେ ଗାଳି ଦିଅନ୍ତି ମୋତେ ସବୁବେଳେ ଏଇଆ ଲାଗେ ଯେ ଯଦି ଆପଣ ସଠିକ ରାସ୍ତାରେ ଚାଲୁଛନ୍ତି ଆଉ ଲୋକ ଗାଳି ଦେବେନି, ଏଇଟା ଅସମ୍ଭବ। ଯୋଉଦିନ ଦେଖିବେ ଲୋକ ଗାଳି ଦେଉନାହାନ୍ତି ଆପଣ ଭାବି ନେବେ ଯେ ମୁଁ ସଠିକ ରାସ୍ତାରେ ଚାଲୁନି। ତ ସେଥିପାଇଁ ବି ସେଲ୍ଫ ସାଟିସ୍ଫ୍ୟାକ୍ସନ୍ ମିଳୁଛି, ନାଇଁ ମୁଁ ସଠିକ ରାସ୍ତାରେ ଚାଲୁଛି। ବାକି ଭଲ ପାଇବା ଲୋକଙ୍କର ଭଲ ପାଇବା ଭରି ହେଇକି ଅଛି ମୋ ପାଖରେ। ତେଣୁ ଏ ସବୁ ଭଲ ପାଇବା ନେଇକି, ମୋ ନାନୀର ଆଶୀର୍ବାଦ ନେଇକି, ମୁଁ ମୋର ସେଲ୍ଫ ସାଟିସ୍ଫ୍ୟାକ୍ସନ୍ ନେଇକି ଯେତେବେଳେ ଦର୍ପଣ ଆଗରେ ଛିଡ଼ା ହେଉଛି, ଆଗରୁ ସୌମ୍ୟତା ମିଶ୍ର ହେଇକି ଦର୍ପଣ ଦେଖୁଥିଲି, ବର୍ତ୍ତମାନ ତପସ୍ୱିନୀ ଦେବୀର ଝିଅ ସୌମ୍ୟତା ମିଶ୍ର ହେଇକି ଦେଖୁଛି ଦର୍ପଣ। ତେଣୁ ନିଜକୁ ବେଶୀ ସୁନ୍ଦର ଲାଗୁଛି। କେତେବେଳେ ମ୍ୟାଡାମ ଏମିତି ମୁଣ୍ଡ ଫୁଣ୍ଡ ଅଭ୍ୟାସ ଆଗରୁ ଯେମିତି ବି ହେଲେ ରହିଯାଇଛି ଚୁଟି ଥିବା ବେଳର ମୁଣ୍ଡରେ ହାତ ମାରିଦବା କି ପାନିଆ ଧରିକିରି ଦର୍ପଣ ଆଗକୁ ପଳେଇବା, ସେମିତି କେତେବେଳେ ଭୁଲ ଟିକେ ହେଇଯାଇଛି? ପାନିଆ ଧରିକି ଦର୍ପଣ ଆଗକୁ ଯିବା ହେଇନି। ଆପଣମାନେ ଯଦି ଦେଖିଥିବେ ପ୍ରିଭିୟସ୍ ଇଣ୍ଟରଭ୍ୟୁରେ ବି ମୋର ହ୍ୟାବିଟ୍ ଥାଏ ନର୍ମାଲି ମୁଁ ଏମିତି ଚୁଟିଟାକୁ କରେ। ତ ଅନେକ ଟାଇମ୍ରେ ଏମିତି ହାତ ଉଠିଯାଏ, ତାପରେ ମନେ ପଡ଼େ ଯେ ଆଉ ଚୁଟି ନାହିଁ 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 ବୋଲି। ଆଜ୍ଞା। ଯେମିତି ଆପଣ ଜଣେ ସାମ୍ବାଦିକା, ରିପୋର୍ଟିଂ ଫିଲ୍ଡକୁ ଓହ୍ଲାନ୍ତି, ରିପୋର୍ଟିଂ କରନ୍ତି, ତ ଏବେ ରିପୋର୍ଟିଂ କରିବେ କି ନାହିଁ? ନିହାତି ଭାବେ କରିବି ଆଜ୍ଞା, ଆଉ ଏଇ ଲୁକ୍ ସହିତ କରିବି। ମୁଁ ବହୁତ ଖୁସି ହେବି ଯେ ଯଦି ଆକ୍ଚୁଆଲି ଯେହେତୁ ମୁଁ ଗୋଟେ ସଂସ୍ଥା ସହିତ ଜଡ଼ିତ, ଆଉ ସେ ସଂସ୍ଥା ଯଦି ମୋତେ ଆଲାଉ କରେ, ମୁଁ ତ ଆଶା ରଖେ ଯେ ଆଲାଉ କରିବେ। ଏମିତି ହିଁ ଲୁକ୍ରେ କାମ କରିବା ପାଇଁ ମୁଁ ବହୁତ ଖୁସି ହେବି ଏଇ ଲୁକ୍ରେ କାମ କରିବା। ଏଇ ଲୁକ୍ରେ କାମ କରିବାର ଗୋଟେ ନଜରିଆ, ଗୋଟେ ଅନ୍ଦାଜ ବି ଟିକେ ନିଆରା ଲାଗିବ, ଟିକେ ନୂଆ ଲାଗିବ। ମୋତେ ଲାଗୁଛି ଯେ ଏଇ ଲୁକ୍ରେ ଯଦି ମୁଁ କାମ କରେ ତାହେଲେ ମୋତେ ବେଶୀ କନଫିଡେଣ୍ଟ ଫିଲ୍ ହେବ। ଗତ ସମୟରେ ଯେତିକି କନଫିଡେନ୍ସ ଆସିନଥିଲା, ଆଜି ମୋ ଭିତରେ ସେତିକି ଅଧିକ କନଫିଡେନ୍ସ ଅଛି। ତ ବେଟର ୱେରେ ମୁଁ କୌଣସି ବି ଜିନିଷଟିକୁ ରିପୋର୍ଟ କରିପାରିବି। ଆଜ୍ଞା। ଯେମିତି ଆପଣ କହିଲେ କି ପୂର୍ବ ଅପେକ୍ଷା ଆପଣଙ୍କୁ ଏବେ ଅଧିକ କନଫିଡେଣ୍ଟ ହେଇଯାଇଛନ୍ତି, ସବୁ ଜିନିଷ କନଫିଡେଣ୍ଟଲି ଆହୁରି କରିପାରିବେ। ତ ସେଇ ଜିନିଷରୁ ମୁଁ ପଚାରିବାକୁ ଚାହିଁବି କି ମ୍ୟାଡ଼ାମ୍, ଯେଉଁମାନେ ଭାବୁଛନ୍ତି କି ନାରୀ ଅବଳା ଦୁର୍ବଳା, ଏବେ ବି ତାଙ୍କ ମାଇଣ୍ଡସେଟ୍ ସେଇଭଳିଆ ରହିଛି, ଝିଅମାନେ ଏଇଟା କରିବେନି, ଝିଅମାନେ ସେଇଟା କରିବେନି, ଆପଣଙ୍କର ଏଇ ଗେଟଅପ୍, ଆପଣଙ୍କର ଏଇ ଗୋଟେ ମେସେଜ୍ ଦେଖିଲା ପରେ, ସବୁ ମିଡ଼ିଆରୁ ଇଣ୍ଟରଭ୍ୟୁ ଦେଖିଲା ପରେ ସେମାନଙ୍କ ମାଇଣ୍ଡସେଟ୍ କୋଉଠି ନା କୋଉଠି ବଦଳି ଯାଇଥିବ? ଦେଖନ୍ତୁ ମାଇଣ୍ଡସେଟ୍ ବଦଳିବା କଥା କହିଲେ, ମାଇଣ୍ଡସେଟ୍ଟା ଟୋଟାଲ୍ ନିଜ ଉପରେ ଡିପେଣ୍ଡ କରେ। କେହି କେହି ଆଧୁନିକତା, କେହି କେହି ପରିବର୍ତ୍ତନ, କେହି କେହି ସଠିକ୍ ପରିବର୍ତ୍ତନକୁ ଆକ୍ସେପ୍ଟ କରନ୍ତି, ଆଉ କେହି କେହି ସବୁକିଛି ବୁଝିକି ବି ଚୁପ୍ ରହିବାକୁ ପସନ୍ଦ କରନ୍ତି, ବା ନିଜର ଯାହା ମତ ରହିଛି ତାକୁ ଧରି ରଖିବାକୁ ପସନ୍ଦ କରନ୍ତି। ତେଣୁ ଆମେ ତ କହିପାରିବାନି କାହାର ମେଣ୍ଟାଲିଟି ବଦଳିଥିବ କି ବଦଳି ନଥିବ। କିନ୍ତୁ ହଁ, ମୁଁ ଏତିକି କହିବାକୁ ଚାହିଁବି ଯେ ଆପଣମାନେ ଯଦି ଆଜି ବି ଭାବୁଛନ୍ତି ନାରୀ ଅବଳା ଦୁର୍ବଳା, ନାରୀ ନା କାଲି ଅବଳା ଦୁର୍ବଳା ଥିଲା, ନା ନାରୀ ଆଜି ଅବଳା ଦୁର୍ବଳା, ଆପଣ କୋଉ କ୍ଷେତ୍ରରେ ନାରୀକୁ ଅବଳା ଦୁର୍ବଳା କହିବେ? ଶାରୀରିକ ହିସାବରେ ଆପଣ ଜାଣନ୍ତି ଯେତେବେଳେ ଗୋଟେ ଶିଶୁକୁ ଜନ୍ମ ଦିଆଯାଏ 20 ଖଣ୍ଡ ହାଡ଼ ଭାଙ୍ଗିବାର କଷ୍ଟ ଗୋଟେ ନାରୀ ଏକା ସାଙ୍ଗେ ସହେ। ଆଉ ପ୍ରତ୍ୟେକ ନାରୀ, ଆପଣ ଆଟ୍ ଦ ଏଜ୍ ଅଫ୍ 15 ଟୁ ନେଇ ଆଟ୍ ଦ ଏଜ୍ ଅଫ୍ 40 ପର୍ଯ୍ୟନ୍ତ ଦେଖନ୍ତୁ, ନାରୀମାନେ ଶିଶୁ ଜନ୍ମ କରନ୍ତି। ଆମ ଆଗ କାଳରେ ଆହୁରି ଶିଶୁ ମାନେ ଛୋଟ ଛୋଟ ବୟସରେ ନାରୀମାନେ ଶିଶୁ ଜନ୍ମ କରୁଥିଲେ, କେତେ କଷ୍ଟ ସେମାନେ ସହ୍ୟ କରୁଥିଲେ। ତ ସେଇ ଦୃଷ୍ଟିରୁ ତ ଆପଣ କହିପାରିବେନି କେବେ ବି ଯେ ଶାରୀରିକ ହିସାବରେ ସେ ଦୁର୍ବଳ ବୋଲି। କୋଉଠି ନା କୋଉଠି ଆମେ ହିଁ ତାଙ୍କୁ ଶାରୀରିକ ହିସାବରେ ଦୁର୍ବଳ କହି ବନେଇ ଦେଇଛେ। ସେକେଣ୍ଡ ଥିଙ୍ଗ ମୁଁ ଯଦି କହିବି ମାନସିକ ହିସାବରେ, ଗୋଟିଏ ପୁରୁଷକୁ ଆପଣ ନର୍ମାଲ ଦେଖିଦେବେ ଯେ ଗୋଟେ ପୁରୁଷ ଯଦି ବାହାରେ ସେ ଚଳେଇ ଦେଉଛି ବା ଅଫିସ୍ ଯାଉଛି, ଘରେ ଆସିକି ରୋଷେଇ କରିବା ତା ପ୍ରତି ଅସମ୍ଭବ ହେଇଯାଏ, ବା ଯଦି ସେ ଘରେ କାମ କରୁଛି ବାହାରେ ଦେଇ କରିବା ଅସମ୍ଭବ ହେଇଯାଏ। ଗୋଟେ ନାରୀକୁ ଦେଖନ୍ତୁ, ବାହାରକୁ ଯାଉଛି, ଆଜିକା ଡେଟ୍ରେ ଯଦି ଦେଖିବେ ଜବ୍ କରୁଛି,
କୁହାଯାଏ ନାରୀ ଦୁଇ କୂଳକୁ ହିତା। ଆଜ୍ଞା ବାପା ମାଙ୍କୁ ସମ୍ଭାଳେ, ଶାଶୁ ଶ୍ୱଶୁରଙ୍କୁ ସମ୍ଭାଳେ, ଦୁଇ ଘର ଭିତରେ ସେ ସମନ୍ୱୟ ମେଣ୍ଟେନ କରେ। ତା ସହିତ ଆଜିର ନାରୀ ଅନ୍ତରିକ୍ଷରେ ବି ପହଞ୍ଚୁଛି। ଆପଣ ଦେଖିଛନ୍ତି ବିଶ୍ୱକପ୍ ବର୍ତ୍ତମାନ ନାରୀମାନେ ଜିତିକି ଆଣିଛନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଷ୍ଟାର୍ଟିଂ ଫ୍ରମ୍ ସ୍ପୋର୍ଟସ୍ ଟୁ ପ୍ରତ୍ୟେକ କ୍ଷେତ୍ରରେ ଆପଣ କୁହନ୍ତୁ ନାରୀମାନେ କୌଣସି ଜାଗାରେ କମ୍ ନୁହନ୍ତି। ତେଣୁ ବର୍ତ୍ତମାନ ଆମ ସମାଜ ବି ଆଜ୍ଞା ଆଗକୁ ବଢ଼ିବା ଦରକାର। ଆମ ଝିଅମାନେ ଯଦି ଏତେ ଆଗକୁ ଯାଉଛନ୍ତି, ଦେଶ ବିଦେଶରେ ନାଁ କରୁଛନ୍ତି, ଆମେ କାହିଁକି ତାଙ୍କ ଗୋଡ଼ ଟାଣିକି ବସିଛେ? କାହିଁକି ଆଜି ବି ଏ ଛୋଟ ଛୋଟ ଜିନିଷରେ ନାରୀକୁ ବାରଣ କରୁଛେ, ନାଇଁ ଏଇଟା କରିପାରିବୁନି ସେଇଟା କରିପାରିବୁନି? ଆଜ୍ଞା କିଛି ହବନି। ଆପଣ ଯେତେ ନାରୀକୁ ଆଗେଇବେ ନାରୀ ସେତେ ଆଗକୁ ଯିବ। କାଲି ଆପଣ ଅନ୍ୟ କୋଉ ଝିଅର ସକ୍ସେସ୍ ଦେଖିକି ଖୁସି ହଉଛନ୍ତି, ନିଜ ଝିଅକୁ ଛାଡ଼ିବେ, ନିଜ ଝିଅ ସକ୍ସେସ୍ କରିବ ଆଣ୍ଡ ଆପଣ ସେତିକି ପ୍ରାଉଡ୍ ଫିଲ୍ କରିବେ। ଆଜ୍ଞା ଥ୍ୟାଙ୍କ ୟୁ ସୋ ମଚ୍ ମ୍ୟାଡ଼ାମ୍, ଆପଣଙ୍କ ସମୟରୁ କିଛି ସମୟ ଦେଲେ ଆଉ ଏଭଳି ଗୋଟେ ସୁନ୍ଦର ମେସେଜ୍ ଦେଲେ, ଆପଣଙ୍କୁ ଥ୍ୟାଙ୍କ ୟୁ ସୋ ମଚ୍। ମୋଷ୍ଟ ୱେଲକମ୍ ଆଣ୍ଡ ଥ୍ୟାଙ୍କ୍ସ ଅଲଟ୍। ଆପଣମାନେ ଆସୁଥିଲେ ଆଉ କୋଉଠି ନା କୋଉଠି ମୁଁ ଯେଉଁ ବାର୍ତ୍ତାଟି ପହଞ୍ଚେଇ ପାରିନଥାନ୍ତି ହୁଏତ ମୁଁ ମୋ ସୋସିଆଲ ମିଡ଼ିଆ ପୋଷ୍ଟ ଥ୍ରୁରେ ଆପଣମାନେ ପହଞ୍ଚେଇଲେ। ଅନେକ ଲୋକ ହୁଏତ ଟ୍ରୋଲ୍ କରିଥାଇ ପାରନ୍ତି, କିନ୍ତୁ ଯେଉଁମାନେ ଆକ୍ଚୁଆଲି ଭଲ ପାଇବା ଦେଇଛନ୍ତି ମୋତେ ବହୁତ ଖୁସି ଲାଗିଲା। ତା ସହିତ ବହୁତ ଖୁସି ଲାଗିଲା ଯେ ଯେଉଁମାନେ କମ୍ ସେ କମ୍ ସାମ୍ବାଦିକତା ଫିଲ୍ଡରେ ଅଛନ୍ତି ଆପଣମାନେ ସେତିକି ବୁଝୁଛନ୍ତି, ସେତିକି ଆପ୍ରିସିଏଟ୍ କରୁଛନ୍ତି। ଯେଉଁ ଝିଅମାନେ ଆପଣମାନେ ଯେମିତିକି ଏତେ ମାନେ ସପୋର୍ଟ କରୁଛନ୍ତି, ବହୁତ ଖୁସି ଲାଗୁଛି। ଆଜ୍ଞା ଥ୍ୟାଙ୍କ ୟୁ। ଆମେ ବି ଚାହିଁବୁ ଆପଣଙ୍କର ଏଇ ମେସେଜ୍ ଆଉ ଆପଣଙ୍କର ଏମିତି ଗୋଟେ ଡିସିସନ୍ ସମସ୍ତଙ୍କ ସବୁ ଝିଅମାନଙ୍କ ପାଇଁ ଗୋଟେ ହେଲ୍ପଫୁଲ୍ ହେବ। ଯେଉଁମାନଙ୍କ ମନରେ ସମାଜରେ ରହିଯାଇଛି ଏବେ ବି କି ନା ଝିଅଟେ ମାନେ ଝିଅ ୱାର୍ଡ଼ଟା ମାନେ କେଉଁଠି ନା କେଉଁଠି ସେ ଟିକେ ପଛକୁ ରହିଯିବ ପଟୁ, ସେଇଟା ଚେଞ୍ଜ ହେଇଯିବ। ଝିଅମାନେ ସବୁ କିଛି ସବୁ କାମରେ କରିପାରିବେ। ଥ୍ୟାଙ୍କ ୟୁ ସୋ ମଚ୍। ମୋଷ୍ଟ ୱେଲକମ୍।